ବର ପାଇଲା ମାତ୍ରେ ପ୍ରଥମେ ତା ଫୁଲ ବଗିଚାକୁ ସ୍ପର୍ଶ କରିଥିବ। ତା ହାତର ସ୍ପର୍ଶ ବାଜି ସେ ଫୁଲ ବଗିଚା ବି ସୁନାର ବଗିଚା ପାଲଟି ଯାଇଥିବ। ଅତି ସ୍ନେହ କରୁଥିବା ନିଜ ଝିଅକୁ ସ୍ପର୍ଶ କଲାବେଳେ ସେ ଝିଅ ବି ସୁନାର ଝିଅ ପାଲଟି ଯାଇଥିବ। ଶୋଷ ବିକଳ ଯେତେବେଳେ ମାଠିଆକୁ ସ୍ପର୍ଶ କଲା ସେ ମାଠିଆ ବି ସୁନାର ମାଠିଆ ପାଲଟି ଯାଇଥିଲା। ଆଚ୍ଛା ଭ୍ରାତା, ଆମେ ଗଳ୍ପରୁ କ'ଣ ଶିଖିଲେ? ମଣିଷ ବଞ୍ଚିବା ପାଇଁ ସୁନା ନୁହେଁ, ସମ୍ପର୍କ ଦରକାର, ଯୋଉଟାକି ଆପଣଙ୍କ ପାଖରେ 0% ନାହିଁ। ସରିଗଲା ସବୁ ସରିଗଲା। ଏଇଥିପାଇଁ ମୋତେ ଇଞ୍ଜିନିୟର କରିଥିଲି ନୁହଁ। କାରଣ ତ ତୁମର ଖୋଲି ତୋର ଖୋଲିବି ନା ଶୁଣିବୁ। ସିନା ବାଲକୋନି ହାଫ୍ ପ୍ୟାଣ୍ଟ ପିନ୍ଧିକି ତତେ ଠିଆ ହେଇଥିଲୁ, ସେ ଟୋପି ତଳେ କ'ଣ ଗୀତ ଗାଉଥିଲା? ଏ କମ୍ପ୍ୟୁଟର ଇଞ୍ଜିନିୟର ସଜାଡ଼ି ଦେ ମୋ କମ୍ପ୍ୟୁଟର, ଲୋଡ କରିଦେ ଲୋଡ କରିଦେ ପିଲା ତ ସଜାଡ଼ି ଦେ ମୋ କମ୍ପ୍ୟୁଟର, ସଜାଡ଼ି ଦେ ମୋ କମ୍ପ୍ୟୁଟର। କୋଉଠି ଏତେ ପ୍ରବଚନ ଶିଖିଲୁ ରେ ବାପା? ତୁ କି ପ୍ରବଚନ ଦଉଛୁ? ମୋ ପ୍ରବଚନ ଦଉଛି ଶୁଣ। ଆକାଉଣ୍ଟରେ ଟଙ୍କା ଥିଲେ ଜଙ୍ଗଲରୁ ବାଘ ଆସି ସଲାମ କରିବ। ସାଉଥ ଆଫ୍ରିକାରୁ ସାପ ଆସି ବାଲିଆ ପାଳରେ ନାଗିନ ନାଚିବ। और ଯଦି ଆକାଉଣ୍ଟରେ ଟଙ୍କା ନଥିବ, ବାପାରେ ତତେ ପାସି ଦେବି କି ଚୁକେଇ ଦେବି? ହଁ ଶୁଣୁଛି, ମୁଁ ଏବେ ସେମାନଙ୍କୁ ଖୋଲିଦେବି। ଏବେ ମୁଁ ସେମାନଙ୍କୁ ଖୋଲିଦେବି। ଏଇଟା ଖୋଲୁ ଦେଖିଆ। କଣ୍ଟ୍ରୋଭର୍ସି କରିବା ପାଇଁ ଚେଷ୍ଟା କଲେ ସୋସିଆଲ ମିଡିଆରେ ନିଆଁ